ନା କମ୍ ଦାମ ବେଶୀ, ରାତାରାତି ହେଲେ କୋଟିପତି। ହଁ ଦର୍ଶକ ବନ୍ଧୁ, ଆଇପିଏଲ୍ ନିଲାମୀରେ ଆଶ୍ଚର୍ଯ୍ୟଜନକ ଭାବେ ଭାରତୀୟ ଖେଳାଳି ସମୀର ରିଜଭି, ଶୁଭମ ଦୁବେ ଓ କୁମାର କୁସାଗ୍ରଙ୍କ ହୋଇଛି ସରପ୍ରାଇଜ୍ ପିକ୍। ଉତ୍ତରପ୍ରଦେଶର ଯୁବ ବ୍ୟାଟର ସମୀର ରିଜଭିଙ୍କୁ ନେବା ପାଇଁ ଚେନ୍ନାଇ ସୁପର କିଙ୍ଗସ୍ ଶେଷ ପର୍ଯ୍ୟନ୍ତ ଲଢ଼େଇ କରିଥିଲା ଓ ଶେଷରେ ଏହି 20 ବର୍ଷୀୟ ବ୍ୟାଟର କୋଟିପତି ବନି ଯାଇଥିଲେ। ସମୀର ରିଜଭିଙ୍କ ମୂଳ ଦର ମାତ୍ର 20 ଲକ୍ଷ ଟଙ୍କା ରହିଥିବା ବେଳେ ଚେନ୍ନାଇ ସୁପର କିଙ୍ଗସ୍ ଦଳ 8.40 କୋଟି ଟଙ୍କାରେ ନିଜ ଦଳରେ ସାମିଲ କରିଛି। ଗତ ୟୁପି ଟି20 ଲିଗ୍ରେ ସମୀରଙ୍କ ପ୍ରଦର୍ଶନ ଉପରେ ନଜର ରଖିଥିଲା ଚେନ୍ନାଇ ସୁପର କିଙ୍ଗସ୍ ଦଳ। ସମୀର ଏହି ଲିଗ୍ରେ କାନପୁର ସୁପରଷ୍ଟାର ପକ୍ଷରୁ ଖେଳି ଦଳ ପକ୍ଷରୁ ସର୍ବାଧିକ ଛକା ମାରିବା ରେକର୍ଡ ନିଜ ନାମରେ କରିଥିଲେ। ସେ ମାତ୍ର 9ଟି ଇନିଂସରେ 2ଟି ଆକର୍ଷଣୀୟ ଶତକ ସହିତ 455 ରନ୍ ସଂଗ୍ରହ କରିଥିଲେ। ସେମିତି ଘରୋଇ 23 ବର୍ଷରୁ କମ୍ ଦିନିକିଆ କ୍ରିକେଟରେ 65 ବଲରୁ 91 ରନ୍ ସଂଗ୍ରହ କରିଥିଲେ ସମୀର ରିଜଭି। ଫାଇନାଲ ମ୍ୟାଚରେ ସମୀର ରିଜଭି 50 ବଲରୁ 84 ରନ୍ କରି ୟୁପି ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେହିପରି ଅଲରାଉଣ୍ଡର ଶୁଭମ ଦୁବେ ପୁଣି ଥରେ ରାଜସ୍ଥାନ ରୟାଲ୍ସକୁ ଫେରିଛନ୍ତି। ତାଙ୍କର ବେସ୍ ପ୍ରାଇସ୍ 20 ଲକ୍ଷ ଟଙ୍କା ରହିଥିବା ବେଳେ ରାଜସ୍ଥାନ ତାଙ୍କୁ 5 କୋଟି 80 ଲକ୍ଷ ଟଙ୍କାରେ କିଣି ନେଇଛି। ବିଦର୍ଭ ପକ୍ଷରୁ ଖେଳୁଥିବା ଶୁଭମ ଦୁବେ ନିକଟରେ ଶେଷ ହୋଇଥିବା ସୟଦ ମୁସ୍ତାକ ଅଲି ଟ୍ରଫିର 7ଟି ଇନିଂସରେ 221 ରନ୍ ସଂଗ୍ରହ କରିଥିଲେ। ବେଙ୍ଗଲ ବିପକ୍ଷ ମ୍ୟାଚରେ ଶୁଭମ ଦୁବେ 5 ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସି ମାତ୍ର 20 ବଲରୁ 98 ରନ୍ ସଂଗ୍ରହ କରିଥିଲେ। ସେହିପରି ଆଉ ଜଣେ ଖେଳାଳି ହେଉଛନ୍ତି ୱିକେଟ୍ କିପର ବ୍ୟାଟର କୁମାର କୁସାଗ୍ର। ଝାଡ଼ଖଣ୍ଡ ପକ୍ଷରୁ ରଣଜୀ ଖେଳୁଥିବା କୁସାଗ୍ର ରଣଜୀ ଟ୍ରଫିରେ ରେକର୍ଡ 266 ରନ୍ର ଇନିଂସ ଖେଳିଥିଲେ। କୁମାର କୁସାଗ୍ରଙ୍କ ବେସ୍ ପ୍ରାଇସ୍ 20 ଲକ୍ଷ ଟଙ୍କା ରହିଥିବା ବେଳେ 7.20 କୋଟି ଟଙ୍କାରେ କିଣିଛି ଦିଲ୍ଲୀ କ୍ୟାପିଟାଲ ଦଳ।